ଜୟ ଜଗନ୍ନାଥ। ଆଜି ଛୁଆ ଭଲ କଥା ମନେ ରଖ, ଲୋଭାଗ୍ରସ୍ତ ମାନବ। ଆଜି ଆଲୋଚନା କରିବା କଣ? ଲୋଭାଗ୍ରସ୍ତ ମାନବ। ଯୋଉ ପଚାରିଲୁ କଣ 43 ଅଙ୍କ, ମାନେ ଅଙ୍କ ହିସାବଟା ହଉଛି ଗୋଟେ ଭାରି କଠିନ। ସବୁ ମସିହାକୁ ଧରିବନି। ମହାପୁରୁଷ 5ଟା ଅଙ୍କ ଉପରେ କରିଥିଲି ବସି ବୁଝୁଛି। ଗୋଟେ ତାଙ୍କ ନିଜ ଅଙ୍କ ଲେଖିଛନ୍ତି, ମାନେ ଅଚ୍ୟୁତଙ୍କ ଲେଖା ଉପରେ କହୁଛି, ସେ ତାଙ୍କ ନିଜ ଅଙ୍କ ଉପରେ ଲେଖିବେ। ଭୀମଭୋଇଙ୍କ ଲେଖା ଉପରେ ତମେ ବିଚାର କରିବ, ସେ ମାରକଣ୍ଡଙ୍କ ଉପରେ ଲେଖିବେ। ବୁଝିପାରୁଛ ନା? ଅଚ୍ୟୁତ ମଧ୍ୟ ପୁରୀ ରଜାଙ୍କ ଅଙ୍କ, ଦିବ୍ୟସିଂହଙ୍କ ଅଙ୍କ କିଛି ଲେଖିଛନ୍ତି, ଏବଂ ଯୋଉଠି ଦିବ୍ୟସିଂହଙ୍କ ଅଙ୍କ ସେଠି ଲେଖା ହେଇଥିବ ସ୍ୱତନ୍ତ୍ର ଦିବ୍ୟସିଂହ ଲେଖା ହେଇଥିବ ହେଲା। ଯୋଉଠି ମୁକୁନ୍ଦ ଦେବଙ୍କ ଅଙ୍କ, ବାଳ ମୁକୁନ୍ଦଙ୍କ, ସେଠି ମୁକୁନ୍ଦ ଦେବ ଲେଖା ହେଇଥିବ ହେଲା। ରଜାଙ୍କର ଗୋଟେ, ଆମର ପୁରୀ ରଜାଙ୍କର ଗୋଟେ ସ୍ୱତନ୍ତ୍ର ଅଙ୍କ, ତାକୁ ଲେଖିଛନ୍ତି। ଆଉ ଗୋଟେ ତାଙ୍କ ନିଜ ଅଙ୍କ ଲେଖିଛନ୍ତି। କେଇଟା ହେଲା? 2ଟା। ଭୀମଭୋଇ ମାରକଣ୍ଡଙ୍କ ଅଙ୍କକୁ ଲେଖିଛନ୍ତି ବେଶୀ, 3ଟା। ବୁଝି ହଉଛି ନା? ଆଉ ମହାପୁରୁଷ ମାନେ ଓଡ଼ିଆଙ୍କର ମୁଖ୍ୟ ହଉଛି କଣ? ସନଟାକୁ ଲେଖିଛନ୍ତି। ଆଉ ଗୋଟେ ହେଉଛି କଳି କଲ୍ୟା ପିତା। ପଣା ସଂକ୍ରାନ୍ତି ଆମର କଣ ନୂଆ ବର୍ଷ ହୁଏ। ତେଣୁ ସବୁ ଯାକ ଅଙ୍କକୁ ଯଦି ତମେ ସବୁ ଯାକ ଅଙ୍କ ସିଏ ଲେଖି, ଧରାଯାଉ ଗୋଟେ ଲେଖାଇଛନ୍ତି 52 ଅଙ୍କରେ ଅମକ ଘଟିବ, ଗୋଟେ ଜାଗା ନେଇଛନ୍ତି ମାନେ କେତେ 27 ଅଙ୍କରେ ଅମକ ଘଟିବ। ବୁଝି ହଉଛି ନା? ଏ ଅଙ୍କକୁ ସବୁ ମିଶେଇବାଟା ହଉଛି କଷ୍ଟସାଧ୍ୟ। ତମେ ଯଦି ମହାପୁରୁଷ ଅଙ୍କଟାକୁ ତମେ ଜାଣି ପକେଇବ, ତାହେଲେ ସବୁ ଅଙ୍କ ଯାକ ମିଶିଯିବ। ବୁଝି ହଉଛି ନା? ଯଦି ଗଛର ମୂଳଟାକୁ ଧରି ପକେଇବ, ଡାଳ ଗୁଡାକ ଧରିବାକୁ ବୁଝିପାରିଲ ନା? ବୁଝିପାରିଲ? ତେଣୁ ମାଳିକା ଶାସ୍ତ୍ରଟା ଏତେ ସାଧାରଣ କଥା ନୁହେଁ। ମହାପୁରୁଷଙ୍କର କୁହନ୍ତି ଅଚ୍ୟୁତ ଠାର ହାଡ଼ିଆ ଗାର, କେତେ ବ୍ୟକ୍ତି ମଧ୍ୟ କୁହନ୍ତି ଅଚ୍ୟୁତ ଗାର ଅନନ୍ତ ଠାର ନା। ତେଣୁ ଏଇ ଯୋଉ ଅଙ୍କ ଗୁଡାକ ଏମିତି ସବୁ ମହାପୁରୁଷ କଣ କରିଛନ୍ତି, ଏପଟ ସେପଟ କରିକି ଲେଖିଛନ୍ତି। ଆଉ ଗୋଟେ ଜିନିଷ ଲେଖିଛନ୍ତି ପ୍ରକଟ ଲୀଳା, ଆଉ ଗୋଟେ ହେଉଛି ଅପ୍ରକଟ ଲୀଳା। ବୁଝି ହଉଛି? ପ୍ରକଟ ଯଥା ଗୋଟେ ସଂସାର ମତରେ ଗୋଟେ ଲୀଳା, ଆଉ ଗୋଟେ ହେଉଛି ଗୁପ୍ତ ଲୀଳା। ସଂସାର ମତ ଲୀଳା କଣ? ସେମାନେ ଏଇ ଯୋଉ ବହି ଫହି ପଢିକି ସିଏ ଗୋଟେ ତାଙ୍କର ଚଲେଇବେ। ଆଉ ଗୁପ୍ତ ଲୀଳାକୁ କିଏ ଜାଣିପାରିବେ ନାହିଁ। ଗୋଟେ ପ୍ରକଟ ଲେଖିଛନ୍ତି, ଗୋଟେ ଗୁପ୍ତ ଅଛି। ତମେ କହୁଥିଲୁ ଗୋଟେ ଉଦୟ ବଟ, ଆମେ ସମସ୍ତେ ଜାଣିଛନ୍ତି ପାରାଦୀପ ଉଦୟ ବଟ। ଫେର ନେଇଛନ୍ତି କଣ? ଖଣ୍ଡଗିରି ପୁଣ୍ୟଧାମ ପୂର୍ବ ଦିଗେ ସ୍ଥିତି, ଉଦୟ ବାଟର ବାସେ ବିଜୟ ବ୍ରହ୍ମଗାରୀ। ବୁଝିପାରୁଛ? ସେମିତି ରତ୍ନବଟରେ ଆମେ ଜାଣିଛ କଣ? ରତ୍ନବଟ। ଫେର ନେଇଛନ୍ତି ରତ୍ନଗିରିରେ ରତ୍ନବଟ। ବୁଝିପାରୁଛ ନା? ଗୋଟେ ପ୍ରକଟ ଲୀଳା ଅଛି, ଗୋଟେ ଗୁପ୍ତ ଲୀଳା ଅଛି। ଆଉ ଗୋଟେ ମନେ ହୋଇଥାଉ, ପ୍ରକଟ ଲୀଳା ସ୍ଥାୟୀ ନୁହଁ, ଗୁପ୍ତ ଲୀଳା ହଉଛି ଚିରନ୍ତନ ସ୍ଥାୟୀ। ବୁଝିପାରିଲ ନା? ବୁଝିପାରିଲ? ତମେ ଗୋଟେ କଥା କହୁ, ଦେଖ ଆମେ ସମସ୍ତେ ଜାଣିଛ କଟକ ଦେଇ ଯାଇଛି କଣ? ମହାନଦୀ। ହଁ କି ନାହିଁ? କିନ୍ତୁ ମହାପୁରୁଷ ନେଇଛନ୍ତି ଗୋଟେ ଗୁପ୍ତ ମହାନଦୀ। କଟକରୁ ବାହାରିଲା, କେଭିରୁକା ବାହାରିଛି ମହାନଦୀରୁ, ସେଠି ଗୋଟେ କଂସାରୀ ବୁଦ୍ଧ ଅଛି, ନାଇଁ ନା? ମହାପୁରୁଷ ଫେର ଲେଖିଛନ୍ତି କଣ? ଗୁପ୍ତ ମହାନଦୀ କୂଳରେ କଣ ଥିବ? ଗୁପ୍ତ ମହାନଦୀର ଉତ୍ତର ତଟେ ଥିବ କଣ ହେଇଛି? କଂସାରୀ ବୁଦ୍ଧ। କଣ ତମେ ଧରିବ? ବୁଝିପାରୁଛ? ଫେର ଲେଖିଛନ୍ତି କଂସାରୀ କୁଦରେ ଗୋଟେ ବଟ ଥିବ, ଗୋଟାଏ ବର ଗଛ ଥିବ, ତାର 4ଟା ଶାଖା ହେଇଥିବ। ସେ ବଟର ମହିମା
କେହି କଳନା କରିପାରିବେ ନାହିଁ। ଉତ ମହାନଦୀ ଉତ୍ତରେ ବଟ ଗୁପତ ଜହିଁ ସେ ବଟ ମହିମା ମୁଖରେ କେବେ ବର୍ଣ୍ଣିନୁ ହଇଁ। ଏକ ବଟ ଚାରି ଶାଖାଟି ବାବୁ ଅଟେ ପ୍ରମାଣ ପ୍ରଥମ ଶାଖାରେ ବଜାଏ ବଂଶୀ ମଦନ ମୋହନ ଦ୍ୱିତୀୟ ଶାଖାରେ ବସିଣ ବ୍ରହ୍ମା ବେଦ ପଢ଼ନ୍ତି ତୃତୀୟ ଶାଖାରେ ବିଜୟ ଦେଖ ପାର୍ବତୀ ପତି ଚତୁର୍ଥ ଶାଖାରେ ବିଜୟ ହେଲେ ସୁଦର୍ଶନ ସେ ବଟ ମହିମା ଅଟହି ମର୍ତ୍ତେ ଗୁପ୍ତ ଭୁବନ। ଜୟ ଜଗନ୍ନାଥ। କି ସୁନ୍ଦର ପଦ ସେ କହିଛନ୍ତି। ଏମିତି ଅନେକ ଜିନିଷ ମହାପୁରୁଷ ବାଣୀ ଗୁଡ଼ାକ ସବୁ ଗୁପ୍ତ ହିଁ ଗୁପ୍ତ। ଆମେ କାହିଁକି ପ୍ରଥମରୁ କହୁ ତମେ ପ୍ରକଟଟା ଚିରସ୍ଥାୟୀ। ଆମେ ଅନୁଭୂତି କରିଛୁ ଗୋଟେ ଗୋଟେ ଲୋକ ନିଜ ନିଜ ବାରିଆଡ଼େ ମାଟି ଗଦେଇ କହୁଛନ୍ତି ଏଗୁଡ଼ା ସବୁ ପାହାଡ଼। ବୁଝିପାରୁଛ ନା? ଯଦି ଗୋଟେ ନାଳ କୋଉଠି ପଳେଇଛି ସିଏ କହିଲାନି ଗୋଟେ କ୍ଷୀର ନଦୀ। ଆମ କଥାଟା ବୁଝୁଥା। ମାନେ ଛନ୍ଦି ବାନ୍ଧି କରି କୁଆଠୁ କଣ ଆଣି ସବୁ କରିଦେବେ ତମ ମୁଣ୍ଡ ଖରାପ ହୋଇଯିବ। ବର୍ତ୍ତମାନ ସମୟ ଏମିତି। ସେଥିପାଇଁ ଆମେ କହୁ ଏକ ହିଁ ସତ୍ୟ ସ୍ୱୟଂ ଜଗନ୍ନାଥ। ଠିକ ନା? ଆଉ ମଲ୍ଲି ଫୁଲ ଯେତେବେଳେ ଫୁଟିବ ସେତେବେଳେ ତା ମନକୁ ବାସନା ହେବ। ତାକୁ ବାସନା କରିବାକୁ କିଛି ଦରକାର ନାହିଁ। ସେତେବେଳେ ମିଡ଼ିଆ ବି ନଥିବ। ତା ମନକୁ ଏମିତି ବାସନା ହେବ କିଏ କୋଉଠୁ ଆସିବ। ହଉ କି ନାହିଁ? କିନ୍ତୁ ଯାହା ହଉ ଆମ ଆଲୋଚନା ଥିଲା କ'ଣ? ଲୋଭାଗ୍ରସ୍ତ ମାନବ। ମନୁଷ୍ୟ ଲୋଭ ସତ୍ତାଟା ସବୁବେଳେ ରହିଛି ନା ନାଇଁ? ଯୁଗେ ଯୁଗେ ଲୋଭାଗ୍ରସ୍ତ ମାନବ ଅଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଅତ୍ୟଧିକ ଲୋଭ ହେଇଯାଉଛି ମଣିଷଙ୍କର। ବୁଝିପାରୁଛ ନା ବୁଝିପାରିଲ? ଜଣେ ଲୋକ ଚଳିବା ପାଇଁ କି ଯେତିକି ଜିନିଷ ସେତିକି ଲୋଭ ରଖ। ଏ ସାତ ପୁରୁଷ ପାଇଁ ରଖେ ତାର କ'ଣ ମହତ୍ଵ ଅଛି? ଆମର ଓଡ଼ିଆରେ ଗୋଟେ ଢେଗ କୁହନ୍ତି, ପୁଅ ଯଦି ଯୋଗ୍ୟର ହେଲା ଧନ କାହିଁ ପାଇଁ ଛଞ୍ଚୁ, ପୁଅ ଯଦି ଅଯୋଗ୍ୟର ହେଲା ଧନ କାହିଁ ପାଇଁ ଛଞ୍ଚୁ। ପୁଅ ଯଦି ଯୋଗ୍ୟ ପୁଅ ହେଲା ତମର ଏ ଧନଟି କ'ଣ ଅଛି? ସେ ଧନ ଉପାର୍ଜନ କରିବ। ଆଉ ପୁଅ ଯଦି ଅଯୋଗ୍ୟରେ ହେଲା ସେ ଧନର ମହତ୍ଵ କିଛି ନାହିଁ। ସବୁ ଯାକ ଉପାଦାନ ଖାଇଦବ ନା ନାଇଁ? ବାପ ଲୁଣ ଶାଗ ମାଛ ଶୁଖୁଆ ପକୋଡ଼ା ଖାଇକି କି ବଡ଼ି ଝୋଳ ଖାଇକି ସେ ଜମି କିଣିଥିବ। ବାପ ମରିଗଲା ପରେ ପୁଅ ମାନେ ଜମି ନେବାକୁ ବାଡ଼ିଆ ପିଟା ହେଇଥିବେ। ଜମି କରିନଥିବେ କିନ୍ତୁ ଜମି ପାଇଁ ବାଡ଼ିଆ ପିଟା ହେବେ। ଭାଗ କରିଦେବେ। ଭାଇ ଭାଇ ଭିତରେ କ'ଣ ହେଇଯିବ? ପାଚେରୀ ମଧ୍ୟ ଉଠିଯିବ। ସେଠି କରିକି ଭାଗ କରିଥାନ୍ତେ ତାର ମହତ୍ଵ ଥାନ୍ତା। ହଁ କି ନା? ବାପ ଧନରେ ଭାଇ ହେଇ କ'ଣ କରୁଛନ୍ତି? ଭାଗ କରୁଛନ୍ତି। ସେ କ'ଣ ପୁଅ? ତାକୁ କି ପୁଅ କୁହନ୍ତି? କୁପୁତ୍ର। କହିଲେ ଋଣୀ ରୂପୀ ପିତା ଶତ୍ରୁ ମାତା ଶତ୍ରୁ ବ୍ୟଭିଚାରିଣୀ ସ୍ତ୍ରୀ ଚ ରୂପବତୀ ଶତ୍ରୁ ପୁତ୍ର ଶତ୍ରୁ କୁପଣ୍ଡିତା। ଯୋଉମାନେ କୁପୁତ୍ର ସେମାନେ ବାପା ମଲା ପରେ ପରେ ଭାଗ ବାଣ୍ଟି। ବୁଝିପାରୁଛ ନା ବୁଝିପାରିଲ? କିନ୍ତୁ ତମେ ଦେଖ ବର୍ତ୍ତମାନ ସମୟଟା କେତେ ଘଡ଼ିସନ୍ଧି ମୁହୂର୍ତ୍ତ। ମଣିଷ କେତେ କୁପଦଗାମୀ। ଜ୍ଞାନ ଧୂମ କରୁଥିବେ କିନ୍ତୁ ପେଟ ଭିତରଟା ହିଂସ୍ର ଭାବ ହୋଇଯାଇଥିବ। ଅନେକ ବ୍ୟକ୍ତିଙ୍କର ନୁହଁ, ହିଂସା ବାଦ କପଟ ଥିବ, ମୁହଁରେ ଜ୍ଞାନ ବଖାଣ କରୁଥିବେ। ସେ ଜ୍ଞାନର କ'ଣ ମହତ୍ଵ ଅଛି? ଅଛି କି?
ଭିକାରୀକି ଭିକ ମୁଠାଇ ଦେଉନଥିବେ କିନ୍ତୁ ଥାଳ ଭାଙ୍ଗି ଦେଉଥିବେ। ତାର କ'ଣ ମହତ୍ଵ ଅଛି? ଅଛି କି? ତେଣୁ ମଣିଷ କୁପଥ ଏତେ ହେଇଯାଇଛି, ଯାହା କ'ଣ ହେଇଛି ତାକୁ ପରିବର୍ତ୍ତନ କରିବା ବହୁତ କଷ୍ଟସାଧ୍ୟ। ଲୋଭାସକ୍ତ ମାନବ ହେଇଯାଇଛି, ଯାହାଫଳରେ ଏତେ ହେଇଗଲା, ବିନାଶ ହିଁ ବିନାଶ। ଆମ ଗାଁ ଗୋଟେ କୁହନ୍ତିନି ନା ଗୋଟେ ଢେଗ, ଅତି ଲୋଭରୁ ମୃତ୍ୟୁ। ଯେଉଁମାନେ ସାତ ପୁରୁଷ ପାଇଁ ଧନ ଉପାର୍ଜନ କରିବାକୁ ଚେଷ୍ଟା କରନ୍ତି, ଲୋଭାସକ୍ତ ହେଇଯାନ୍ତି, ସେମାନଙ୍କ ଲାଷ୍ଟକୁ ମୃତ୍ୟୁ। ଆଉ ଗୋଟେ ଛୁଆ ମନେ ରଖିଲେ ତମକୁ କହୁଛୁ, ସମସ୍ତେ କୁହନ୍ତି ପ୍ରାୟ ମରିଗଲେ ସରିଗଲା। ଆମ ମତରେ ଦ୍ୟାଟ୍ ଇଜ୍ ରଙ୍ଗ। ମରିଗଲେ ସରେ ନାହିଁ, ମରିଗଲେ ଆସେ। ବୁଝିପାରିଲେ ନା ବୁଝିପାରିଲେ? କ'ଣ ଆସେ ତମେ ସବୁ ଜାଣିଥିବ। ଅନ୍ୟ ଧର୍ମ ମାନଙ୍କରେ ବା ଅନ୍ୟ ପନ୍ଥିକରେ କୁହନ୍ତି ଦ୍ୱିତୀୟ ଜନ୍ମ ନାହିଁ। ଆମ ସନାତନ ଧର୍ମ ଶାସ୍ତ୍ର ପ୍ରମାଣ ଦିଏ ଆତ୍ମାର ଦ୍ୱିତୀୟ ଜନ୍ମ ଅଛି। ବୁଝିଯାଉଛି? ମରିଗଲେ ସରେ ନା, ମରିଗଲେ ଆସେ। ଏଠି ପୁଅ, ଭାଇ, ବନ୍ଧୁ, କୁଟୁମ୍ବ ସମସ୍ତେ ଅଛନ୍ତି, ହଁ କି ନାହିଁ? ତମେ ମରିଯିବ, ତମ ଦେହଟା ନଷ୍ଟ ହେଇଗଲା, ତମର ଆତ୍ମା ପୁରୁଷଟା ରହିଲା। ସେ ଆତ୍ମା ପୁରୁଷ ଏମିତି କଷ୍ଟ ଭୋଗେ ଯାହାକି ତମ ଥଳ କୂଳ ରୁହେ ନା। ତମେ ମଲା ମଣିଷ ସବୁ ଦେଖିଥିବ, ତମ ବାପା ମରିଲେଣି ଟି, ତମେ ସବୁ ଦେଖିଥିବ। ଗୋଟେ ସାଧାରଣ ଅନୁଭବ କର, ଗୋଟେ ଲୋକ ଚାଲି ଯାଉଥିବ, ଆମେ ତାକୁ ଜୋରରେ ଜାବଡ଼ା ମାରିଦେବା, ସେ କ'ଣ ହଗିବ କି ମୁତିବ କି? ମୁତିବ ନାହିଁ। କିନ୍ତୁ ମଣିଷ ମଲା ବେଳେ ହଗି ପକାଇ ନହେଲେ ମୁତି ପକାଇଥାଏ, ପ୍ରାୟ ହଗି ପକାନ୍ତି। କାହିଁକି? ଏମିତିଆ କଷ୍ଟ ଗୋଟେ ସିଏ ଆସେ, ତାକୁ ପୁଅ, ଝୁଅ, ଭାଇ, ବନ୍ଧୁ କେହି ରୋକିପାରିବେ ନାହିଁ। ମଣିଷ ତ ସବୁ ଜାଣୁଛି, କିନ୍ତୁ ତାକୁ ଏତେ ଲୋଭାଗ୍ରସ୍ତ, ଏମିତି ମାୟା ହେଇଯାଉଛି, ସେ ତାକୁ ସବୁ ଭୁଲି ଯାଉଛି। ଗୋଟେ ଗାଁରେ ଲୋକ ମରିଥିବେ, ତମେ ପୋଡ଼ିଆକୁ ସବୁ ଯାଉଥିବ, ତାକୁ ନିଆଁରେ ନଦୀକି ସେ ପୋଡ଼ୁଥିବ, ସବୁ ଲୋକ ମାଲୁଆ ମାନେ ସେଠି ବସନ୍ତି, ବସି କଥାବାର୍ତ୍ତା ହଉଥିବେ। ଆହା, କାଲି ଆମ ପାଖେ ବସି ଚାହା ପିଉଥିଲା ରେ, ଲୋକଟା ଆଜି ମରିଗଲା ରେ, ନା ନାଇଁ, କ'ଣ ନେଇଗଲା, ଏ କଥା ଭାବୁଥିବେ। ଆଜି ଆମେ ଅଛେ, ଆମେ ମଧ୍ୟ କାଲି କେତେବେଳେ ଯିବାଟା ଠିକ ନାହିଁ। ଏ କଥା ଆମେ ସେଇଠି ଚିନ୍ତା କରୁଛେ। ସେଇଠି କ'ଣ ହଉଛି, ଆମର ନିଷ୍କାମ ଭାବଟା ସେଇ ମୁହୂର୍ତ୍ତରେ ସେଠି ଜାଗ୍ରତ ହଉଛି। ସେଠୁ ଯେତେବେଳେ ପଳେଇ ଯାଉଛେ, ଗାଧେଇ ପଡ଼ିଲା ପରେ ଟିକେ ଲିମ୍ବ ପତ୍ର ପାଇ ଦେଉଛେ କି ମୁଢ଼ି ଗଣ୍ଡା ଖାଇଦେଇ ନିଜ ଘରକୁ ଯେତେବେଳେ ପଳେଇ ଯାଉଛେ, ସବୁ କ'ଣ ମୋ ଘର, ମୋ ଦ୍ୱାର, ମୋ ସଂସାର, ମୋର ସବୁ। ଆଉ କ'ଣ ମହାପୁରୁଷ ସେଇଆ କଲମ କରେ, ଶିବ କଳ୍ପରେ କହିଲେ, ମୋର କହି ସରବେ ମରିବେ, ଅଚ୍ୟୁତର କିସ ଗଲା, ଚେତିଲା ପୁରୁଷ ଚେତାରେ ତରିବେ, ବିହନ୍ତା ପୁରୁଷ ମଲା, ବିହନ୍ତା ପୁରୁଷ ମଲା। ସେଇଠି କ'ଣ ହଉଛି, ସମସ୍ତଙ୍କର ଚେତା ପଡ଼ି ଯାଉଛି କେତେବେଳେ, ଶ୍ମଶାନ ଘାଟରେ। ସେଠୁକୁ ଆଇଲା ପରେ ମାୟାକୁ ଧରି ପକାଇଲା, ଲୋଭାସକ୍ତ ହେଇଗଲା। ଆଉ କିଛି ବ୍ୟକ୍ତି ଥିବେ, ଦେଖ, ଜୀବନରେ ପୁଳାଏ ଲେଖା ଧନ ରଖିଥିବେ, କିନ୍ତୁ ଭିକାରୀକି ଭିକ ଦିଅନ୍ତି ନାହିଁ। ବୁଝି ହଉଛି? ଗୋଟେ ହଉଛି କ'ଣ, ଦାନ ତାଙ୍କ ଜୀବନରେ ଟିକିଏ ନଥିବ। ଆଉ ଗୋଟେ ମନେ ରଖ, ଦାନ ହଉଛି କ'ଣ, 3 ପ୍ରକାର ହେଲା। ଗୋଟେ ହଉଛି କ'ଣ, ନିଷ୍କାମ ଦାନ, ଆଉ ବାଧ୍ୟତା ମୂଳକ ଦାନ, ଆଉ ଅନିଚ୍ଛାକୃତ ଦାନ। ନିଷ୍କାମ ଦାନ, ଗୋଟେ ଲୋକ ଦେଖ, ପରର ଦୁଃଖ ସହିପାରିବେ ନାହିଁ। ଗୋଟେ ଦୁଃଖୀ ଲୋକ ବହିଥିବ, ଚାଲି ଯାଉଥିବେ, ତା ପକେଟରୁ ପଇସା କରି ଯାହା ପାଇଲେ ତା ଦେଇ ଦେଇକି ପଳାନ୍ତି। ତାଙ୍କ ମନ ଭିତରେ ଦ୍ୱିଧା ନଥାଏ। ଆଉ କିଛି ଥାନ୍ତି, କ'ଣ କହିଲ ନା,
ବାଧ୍ୟତାମୂଳକ ଦାନ। ତମ ସବୁ ଗାଁ ଗହଳି ସବୁ ଅଛ, ସବୁ ମିଟିଂ ହୁଏ ଗାଁ ଫଙ୍କସନ୍ ପାଇଁକି, ବୁଝି ହେଉଛି। ସେ କ'ଣ କରିବେ, ଚାନ୍ଦା କରିଦେବେ, ଘର ପିଛା ଏତେ ଲେଖା ଚାନ୍ଦା ଦେବ। ବାଧ୍ୟତା ଆଉ ଦେବାକୁ, ଗାଁ ଗହଳି ଘର କରିଛ ଆଉ। ସେଇଟା ସେ କର୍ମରେ ଦେବ କର୍ମ ହୁଏ ନା। ସ୍ୱ ଇଚ୍ଛାରେ ଯାହା ଯିଏ ଦେଲା ତାକୁ ଗ୍ରହଣ କରିବା ଆମମାନଙ୍କର କର୍ତ୍ତବ୍ୟ, ବୁଝି ହେଉଛି। ଆଉ ଗୋଟେ ହେଉଛି ଅନିଚ୍ଛାକୃତ ଦାନ। ଇଚ୍ଛା ନଥିବ ଲୋକଙ୍କୁ ଦେବାକୁ। ଧରାଯାଉ ଜଣେ ବଡ଼ ଲୋକିଆ ଚାଲି ଯାଉଥିବ, 5 ଜଣ ବଇଥିବେ, ତାର ଇଚ୍ଛା ନଥିବ ଦେବାକୁ, ଗୋଟେ ଭିକାରୀ ଆସି ମାଗିଦେବ। ସେ ନଦେଲେ ମଲା ନା ନାଇଁ, ଦେଲେ ବି ଭଲ। ତେଣୁ ନିଜର ସମ୍ମାନ ଯୋଗୁଁ ସେ କ'ଣ କରେ, 5 ଜଣ ବଇଥିବେ, ସେ ଜଣେ ମାଗିଦେଲା, ଆଉ ପଇସା ଅଛି ବଡ଼ ଲୋକିଆ କଥା, ଇଏ କ'ଣ କୁନ୍ଥେଇକି ବାଧ୍ୟରେ କ'ଣ କୁହନ୍ତି, ଇଚ୍ଛା ନଥିବ ଦିଅନ୍ତି। ଏ ଦାନର କିଛି ମହତ୍ଵ ନାହିଁ। ନିଃସ୍ୱାର୍ଥବାଦୀ ଦାନଟା ହେଉଛି କ'ଣ, ସତ୍ୟତା। ତେଣୁ ମହାପୁରୁଷ ସେଥିପାଇଁ କଲମ କଲେ କ'ଣ, ଘୋର ଯେତେବେଳେ କଳି ମହି ଆଚ୍ଛାଦିବ, ସମାଜରେ ସ୍ୱାର୍ଥକୁ କେହି ତ୍ୟାଗ କରିବେ ନାହିଁ। ମୋର ମୋର କହି ସର୍ବେ ମରିବେ, ଅଚ୍ୟୁତର କିସ ଗଲା। ସତିକି 7 ପୁରୁଷ ପାଇଁ କିଏ ବଞ୍ଚିକି ରହିବେ, ଖାଲି ମୋ ଘର ମୋ ଦ୍ୱାର ସବୁ ତ ମୋର। ଆରେ ମୋର ବୋଲି କିଛି ଅଛି ସଂସାରରେ, ନିଜ ଶରୀରଟା ତ ନିଜର ନୁହଁ। ମୋର କ'ଣ, ମୁଁ କହିବି ମୋ ପୁଅ, ମୋର କି ପୁଅ? ମୋ ପୁଅଟା ଯାଉଥିବ ବାଟରେ ଧକ୍କା ହେଇକି ମରିଗଲା, ମୁଁ ବୋପା, ମୁଁ କହିବି ନା ମୋ ପୁଅଟାକୁ ମୁଁ ବଞ୍ଚେଇକି ରଖିବି, ହବ? କି ବୋପା ମରିଗଲା, ପୁଅ କହିବ ଇଏ ମୋ ନିଜ ବୋପା, ସେ କହିବ ମୁଁ ତାକୁ ବଞ୍ଚେଇକି ରଖିବି, ହବ? ହାତ ଗୋଡ଼ ଚଳୁଥିଲା ଯାଏଁ ସର୍ବେ ହେବେ ନିଜର, ଅଚଳ ହୋଇ ପଡ଼ିଲେ ସର୍ବେ ଯିବେ ପାଶର। ଯେପର୍ଯ୍ୟନ୍ତ ହାତ ଗୋଡ଼ ଚଳୁଥିବ, ମୋ ବାପା ମୋ ଘର ମୋ ଦ୍ୱାର ସବୁ ମୋର ମୋର କହୁଥିବ। ଯେଉଁଦିନ ଅଚଳ ହେଇଯିବ, ଦେଇ ନ ପାରିଲ, ସେଦିନ ଦୂର ଦୂର ହେଇଯିବ। ସେଥିପାଇଁ ମହାପୁରୁଷ କହୁଛନ୍ତି, ମୋର ମୋର କହି ସର୍ବେ ମରିବେ, ଅଚ୍ୟୁତର କିସ ଗଲା। ହେ ଦ୍ୱାଦଶ ଗୋପାଳ ମାନେ, ମୁଁ ତମ ମାନେ କହୁଛି ଶୁଣ, ମନେ ରଖିଥ, ମୋର କିଛି ନାହିଁ। ଏଟା ବିଧିର ବିଧାନ ଅଛି, ବିଧିର ବିଧାତା ଯାହା ଲେଖିଛି ମୁଁ ଜାଣିଛି ବୋଲି ତମକୁ କହୁଛି। ସଂସାରରେ କଳି ଯୁଗର ଶେଷ ସମୟରେ ସମସ୍ତେ ଖାଲି ମୋର ମୋର ହେବେ, ମାନେ ଲୋଭରେ ସମସ୍ତେ ବୁଡ଼ି ଯିବେ। ଚେତିଲା ପୁରୁଷ ଚେତାରେ ତରିବେ। ଯେଉଁମାନେ ବିବେକୀ ପୁରୁଷ, ଯେଉଁମାନେ ଜ୍ଞାନୀ ପୁରୁଷ, ସେମାନେ କ'ଣ ହେଇଥିବେ, ନିଷ୍କାମବାଦ ହେରେଇକି ରହିବେ, ସିଏ ମୋର ମୋର କହିବେ ନାହିଁ। ବିହନ୍ତା ପୁରୁଷ ମଲା, ଏ ଉପର ଠାଉରିଆ ଯେଉଁ ବଡ଼ ଲୋକ ହେଇଥିବେ, ଯାହାର ଚେତନା ନଥିବ, ନିଷ୍କାମବାଦ ନଥିବ, ସେମାନେ ମୋର ମୋର କହି ସଂସାର କ'ଣ କରିବେ, ବୁଡ଼ିକି। ଏଟା ବୁଝିପାରିଲେ ନା ବୁଝିପାରିଲେ? ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କବା ହରି।